ସ୍ୱାଧୀନତା ପରଠାରୁ ଭାରତବର୍ଷରେ ଯେଉଁ ସୁବିଧା ସୁଯୋଗ ରହିବା କଥା ଟୁରିଷ୍ଟମାନଙ୍କ ପାଇଁ ସେ ସୁବିଧା ସୁଯୋଗ ନାହିଁ। ଏବେ ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ପ୍ରଶ୍ନ ଉଠାଇଥିଲେ 54% ଓବିସି ଭାରତବର୍ଷରେ ଅଛନ୍ତି, ସେମାନଙ୍କୁ ଅନ୍ତତଃ 37% ସଂରକ୍ଷଣ ଦିଆଯାଉ। ଯେହେତୁ ନ୍ୟାୟିକ ବ୍ୟବସ୍ଥାରେ 50% ଉର୍ଦ୍ଧ୍ୱ ହେଇପାରିବ ନାହିଁ ସଂରକ୍ଷଣ, ତେଣୁ ଆମେ 27% ପାଇବା ଉଚିତ, ତେଣୁ 27% ଦିଆଯାଉ। କିନ୍ତୁ ତାହା ମଧ୍ୟ ସରକାର କର୍ଣ୍ଣପାତ କରିଦେଲେ। କିନ୍ତୁ ଏବେ ସମୟ ଆସିଲା ପାର୍ଲାମେଣ୍ଟରେ ପାସ୍ ହେବା ଯେ ଜାତିଭିତ୍ତିକ ଜନଗଣନା ହେବ। ଜାତିଭିତ୍ତିକ ଜନଗଣନାରେ 54% ହେଉଛନ୍ତି ଓବିସି ଏବଂ 40% ପାଖାପାଖି SC ST ଏବଂ 6% ମାତ୍ର ହେଉଛନ୍ତି ସାଧାରଣ ବର୍ଗ। 6% ସାଧାରଣ ବର୍ଗ ସବୁ ସୁବିଧା ସୁଯୋଗ ପାଉଛନ୍ତି, କିନ୍ତୁ ଆମେ 54% ଥିଲେ ମଧ୍ୟ ଆମେ କିଛି ପାଉନାହିଁ। ତେଣୁ ଏଭଳି ବ୍ୟବସ୍ଥାକୁ ଯଦି ନ ହୁଏ ଆମେ ସାରା ସମୟ ଦୀର୍ଘ ସମୟ ଧରି ଆମେ ଯଦି ଯେପର୍ଯ୍ୟନ୍ତ ଆମେ ପାଇନାହୁଁ ସୁବିଧା ସୁଯୋଗ ସଂରକ୍ଷଣ 27% ପାଇନାହୁଁ, ଆମେ ରାଜରାସ୍ତାକୁ ଓହ୍ଲାଇବୁ ଏବଂ ଆନ୍ଦୋଳନ ଚାଲୁ ରହିବ। ଆମେ କିନ୍ତୁ ଦାବି ଉପସ୍ଥାପନ କରିବୁ, ଦାବିକୁ ଯେପର୍ଯ୍ୟନ୍ତ ନ ପାଇଛୁ ସେ ପର୍ଯ୍ୟନ୍ତ ମଧ୍ୟ ଆନ୍ଦୋଳନ ଜାରି ରଖିବୁ।